जय श्री माधव, जय श्री माधव, जय श्री सत्येंद्र माधव। द्वादश अध्याय। बद्ध जीव जे जीवस्मक्त साधु आवर जे भकत एमानଙ୍କର ଯେ ଲକ୍ଷଣ। ଦ୍ୱାଦଶ ଅଧ୍ୟାୟ ବର୍ଣ୍ଣନ। ଶୁଣିଣ ଉଦ୍ଧବ ବଚନ କହନ୍ତି ଶ୍ରୀ ମଧୁସୂଦନ। ଶ୍ରୀ ଭଗବାନ ବାଚ ତୁ ଯାହା କରୁ ହୋ ପ୍ରସନ୍ନ ଜୀବ ଆତ୍ମାର ତତ୍ତ୍ୱଜ୍ଞାନ। ଜୀବର ବନ୍ଧ ମୋକ୍ଷ ଫେନି ବିଚାରୁ ଯେତେ ଶାସ୍ତ୍ର ଜ୍ଞାନୀ। କେହି ନ ପାନ୍ତି ତାର ଅନ୍ତ ଏଣୁ ସେ ବୋଲାଇ ଅନନ୍ତ। ତ୍ରିଗୁଣେ ବନ୍ଧ ମୋକ୍ଷ ହୋଇ ଯେଣୁ ସେ ଗୁଣ ମାୟାମୟୀ। ବାସ୍ତବେ ସେହି ବନ୍ଧ ମୋକ୍ଷ ଜୀବକୁ ନ ଲାଗେ ପ୍ରତ୍ୟକ୍ଷ। ଜନ୍ମ ମରଣ ଶୋକ ମୋହ ସୁଖ ଦୁଃଖ ଆଦି ସଞ୍ଚୟ କେବଳ ମାୟା ଭ୍ରମ ଏହି ଯେ ଏ ଯେ ଜୀବକୁ ଲାଗେ ନାହିଁ। ସ୍ୱପ୍ନେ ଦେଖଇ ପ୍ରାଣୀ ଯାହା ନିଦ୍ରା ଛାଡ଼ିଲେ ଯେନେ ମାୟା। ବିଦ୍ୟା ଅବିଦ୍ୟା ମୋର ଦେହ ବନ୍ଧ ମୋକ୍ଷ ହିଁ ମାୟାମୟ। ହେବେନି ମଧ୍ୟ ମୋର ଅଂଶ ଜୀବର ସ୍ୱରୂପେ ପ୍ରକାଶ। ଅବିଦ୍ୟା ବଳେ ବନ୍ଦୀ ହୋଇ ହୀନ କୁମତି ଭାବ ବହି। ତେଣୁ ଭ୍ରମଇ ମାୟା ଭ୍ରମେ କର୍ମ ଅର୍ଜିତ ପଥ ଶ୍ରମେ। ମର୍ଜଇ ମାୟା ଅହଙ୍କାରେ ନିଜ ମହିମା ନ ସୁମରେ। ସ୍ୱଭାବେ ଏ ନିତ୍ୟ ମୁକତ ଯଦ୍ୟପି ଜୀବ ବିଦ୍ୟା ଯୁକ୍ତ। ଆତ୍ମାକୁ ଆତ୍ମା ଯେବେ ସ୍ମରେ ପରମ ଆନନ୍ଦେ ବିହରେ। ଏବେ ତୁ ଶୁଣ ହେ ଉଦ୍ଧବ ଜୀବ ପରମ ବେନି ଭାବ। ଏଣୁ ସେ ବେନି ସଙ୍ଗ ହୋଇ ବଦ୍ଧ ବିମୁକ୍ତ ଭାବ ବହେ। ଏକ ଏ ବୃକ୍ଷେ ହଂସ ଦୁଇ ବସନ୍ତି ପ୍ରିୟ ଭାବ ବହି। ସ୍ୱଭାବେ ବେନି ସଖା ହନ୍ତି ଏକ ଆରକେ ନ ଛାଡ଼ନ୍ତି। ସମାନ ଶକ୍ତି ସେ ବହନ୍ତି ବଦ୍ଧ ବିମୁକ୍ତ ବେନି ଗତି। ସେ ବୃକ୍ଷେ ଯେତେ ଫଳ ଫଳେ ଏକ ଭୁଞ୍ଜଇ ତାହା ବଳେ। ଏକ ବଞ୍ଚଇ ଉପବାସେ ନିର୍ଲେପ ନିରଞ୍ଜନ ଅଂଶେ। ନିତ୍ୟ ଆନନ୍ଦ ପରିପୂର୍ଣ୍ଣ ସକଳ ଦେଖଇ ସମାନ। ସେହୁ ନ ଜାଣେ ନିଜ ପର ଯେଣୁ ନିର୍ମଳ ଜ୍ଞାନ ତାର। ଯେ ହଂସ ବୃକ୍ଷ ଫଳ ଖାଇ ଲୋଭେ ବନ୍ଧନ ତାର ଦେହି। ଅଜ୍ଞାନେ ନ ଜାଣଇ କିଛି ଏମନ୍ତେ ବେନି ଆତ୍ମା ଲଖି। ପରମ ପରମ ଆନନ୍ଦୀ ଅବିଦ୍ୟା ସଙ୍ଗେ ଜୀବ ବନ୍ଦୀ। ପ୍ରତ୍ୟକ୍ଷ ଦେହେ ସେ ବସଇ ନଥିଲା ପ୍ରାୟ ଲକ୍ଷ୍ୟ ହୋଇ। ଏଭାବେ ଥାନ୍ତି ଯେତେ ପ୍ରାଣୀ ପଣ୍ଡିତ ବୋଲି ତାଙ୍କୁ ଗଣି। ଦେହେ ନ ଥାଇ ଥିଲା ପ୍ରାୟେ ଯେ ମଣେ ସେ ବଞ୍ଚିତ କାଏ। ସ୍ୱପ୍ନ ଜାଗ୍ରତ ଯେନେ ମିଛ କୁମତି ମଣେ ତା ପ୍ରତ୍ୟକ୍ଷ। ଏଣୁ ବିଷୟ ଇନ୍ଦ୍ରିଗଣେ ଭୁଞ୍ଜନ୍ତି ବିଧି ଆଚରଣେ। ଜୀବ ସେ ଉଦାସୀନ ରୂପେ ବସଇ ତାହାଙ୍କ ସମୀପେ। ଏଣୁ ପରମ ନାମ ତାର ନିର୍ଲେପ ନିତ୍ୟ ନିରାକାର। ଯେ ଭାବେ ଅହଙ୍କାର ମିଶେ ଇନ୍ଦ୍ରିୟ ବିଷୟ ରସେ ରସେ। କୁମତି ଅଦୃଷ୍ଟ ଅଧୀନ କର୍ମର ଫଳେ ସେ ବନ୍ଧନ। ଏଣୁ ସେ ଗୁଣ କର୍ମମୟ ପ୍ରକାଶେ କର୍ତ୍ତା ଭକ୍ତ ପ୍ରାୟ। ଏଣୁ ପରମ ଆତ୍ମା ପ୍ରାୟ ଉଦାସୀ ମତେ ସର୍ବଠାଏ। କେବେ ହେ ନ କରିବ ସଙ୍ଗ ସମୁଦ୍ରେ ଯେସନେ ତରଙ୍ଗ। ସର୍ବ ବିଷୟ ପରବଶ କେବେ ହେ ନୋହିବ ବିଶ୍ୱାସ। ଆସନ ଶୟନ ମାର୍ଜନେ ଭୋଜନ ପାନେ ଅବଧାନେ। ଶ୍ରବଣ ଗମନ ସ୍ପର୍ଶନେ ପଞ୍ଚ ରୂପ ଦର୍ଶନେ। ଏ ସର୍ବ ଭାବେ ଉଦାସୀନ ଯେ ରହେ ସାହୁ ସେହୁ ମହାଜନ। ଯେନେ ଆକାଶ ସବୁଠାରେ ଅଛି ସେ ନ ଲାଗି କାହିଁରେ। ସୂର୍ଯ୍ୟର ପ୍ରତିବିମ୍ବ ଜଳେ ଅଛି ସେ ନ ଲାଗି ନିଶ୍ଚଳେ। ସକଳ ସ୍ଥାନେ ସଞ୍ଚରଇ ପବନ କାହିଁ ନ ଲାଗଇ। ତେସନେ ସର୍ବ ବିଷୟରେ ଇନ୍ଦ୍ରିୟ ଗଣଙ୍କୁ ନିରନ୍ତରେ। ଭୁଞ୍ଜାଇ ସାକ୍ଷୀ ରୂପେ ଥାଏ ଅଜ୍ଞାନୀ ପ୍ରାୟ ବଦ୍ଧ ନୁହେଁ। ସ୍ୱପ୍ନ ଜାଗ୍ରତ ପ୍ରାୟ ହୋଇ ତାର ସଂସାର ନିବର୍ତ୍ତଇ। ନିରଭିମାନ ଗୃହେ ଦେହେ କରି ଭ୍ରମଇ ସର୍ବଠାଏ। ସଂକଳ୍ପ ନ ଭାବଇ ମନେ ଗୃହ ଶରୀର ଅଭିମାନେ। ସେ କରେ ହିଂସା ଅହଙ୍କାର କେ ପୁଣ କରେ ନମସ୍କାର। କେ ଅବା କରେ ନିନ୍ଦା ସ୍ତୁତି ଏଣେ ନ କରି ଭେଦ ମତି। ଅଦୃଷ୍ଟ ମାନି ଅବଧାନ ଚିତ୍ତରେ ଧରି ଦିବ୍ୟ ଜ୍ଞାନ। ସମେ ଦେଖଇ ସର୍ବ ଅଂଶ ଭେଦ ନ କରି ଗୁଣ ଦୋଷ। ଚିତ୍ତ ନିରୋଧୀ ଏ ଶରୀରେ ଯେ କିଛି ନ ବୋଲେ ନ କରେ। ଅସାଧୁ ସାଧୁ ଭେଦ ନାହିଁ ସ୍ତୁତି
ନିନ୍ଦନ ନ କରଇ ତାହାଙ୍କୁ ବୋଲିବା ପଣ୍ଡିତ। ସେ ଆତ୍ମା ରାମେ ଜଡ଼ ମତ ସଂସାର ମଧ୍ୟ ସେ ଆନନ୍ଦ ଦେଖଇ ପ୍ରାଣୀ ଭଲ ମନ୍ଦ। ହୃଦୟରେ ତାହା ନ ଧରଇ ଯେଣୁ ସେ ନିଜ ଭାବେ ଥାଇ। ଯେ ସର୍ବଶାସ୍ତ୍ରେ ସୁପଣ୍ଡିତ ଜାଣଇ ସର୍ବଧର୍ମ ତତ୍ତ୍ୱ। ସେ ଯେବେ ଏତେ ଗୁଣ ଘେନି ପରମାନନ୍ଦଙ୍କୁ ନ ଚିହ୍ନି। ସକଳ ଶାସ୍ତ୍ର ବ୍ୟର୍ଥ ତାର କେବଳ ଶ୍ରମ ମାତ୍ର ସାର। କୁଧେନୁ ବାନ୍ଧି ଗୃହେ ଯେହ୍ନେ ନିରାଶ ହୁଅନ୍ତି କ୍ଷୀର ପାନେ। ଦୁଷ୍ଟ ଭାରିଜା ଶୋଭା ଦେଖି ଯେ ଗୃହେ କାମ ଲୋଭେ ରଖେ। ସକଳ ଧର୍ମ ତାର ନାଶ ନରକେ କରେ ଗୃହ ବାସ। ଯାର ଶରୀର ପରାଧୀନ କୁପୁତ୍ର କରେ ଯେ ନିରକ୍ଷଣ। ମୋ ନାମ ନ ଶୁଣି ଯା ମୁଖେ ଯେ ଲୋଭେ ଗୃହେ ଧନ ରଖେ। ପାତ୍ରେ ନ କରେ ସମର୍ପଣ କୁମତି କୁତ୍ସିତ କୃପଣ। ଦୁଃଖୀରୁ ଦୁଃଖୀ ସେ ବୋଲାଏ ଉଭୟ ଲୋକେ ସୁଖ ନାହିଁ। ମୋର ନିର୍ମଳ ଯଶ ନାମ ଯେ ଅବା ଅଛି ଗୁଣ ଗ୍ରାମ। ମୋ କଥା ଯା ମୁଖେ ନ ଶୁଣି ବ୍ୟର୍ଥ ଜୀବନ ପରିମାଣି। ଦେବା ପଣ୍ଡିତ ଏହା ଲୋକେ ମୋ ନାମ ନିତ୍ୟ ଗୁଣେ ସୁମୁଖେ। ମୁଁ ସର୍ବଭୂତେ ଅଛି ପୁରୀ ଏ ଭାବେ ମନ ମୋରେ ଧରି। ତତ୍ତ୍ୱ ବିଚାରି ତୁଟେ ଭ୍ରାନ୍ତି ଭବସାଗରୁ ତରି ଯାନ୍ତି। ବୋଲନ୍ତି ଜଗତ ଜୀବନ ଏ ଯୋଗ ଅତି ତତ୍ତ୍ୱ ଜ୍ଞାନ। ଏହା ଯେ ନ ଧରିବେ ଚିତ୍ତେ ସଂସାରୁ ତରିବେ କେମନ୍ତେ। ତୁ ଯେବେ ମନ ମୋର ଦେହେ ଧରି ନ ପାରୁ ମାୟା ମୋହେ। ତେବେ ସକଳ କର୍ମ ମୋତେ ସମର୍ପି ରହ ଦୃଢ଼ ଚିତ୍ତେ। ସକଳ କର୍ମ ଏ ଜଗତେ ଭାବେ କହିଲି ମୁହିଁ ତୋତେ। ମୋହର ଜନ୍ମ କର୍ମ ନାମ ଶୁଭ ପବିତ୍ର ପୁଣ୍ୟ ଧାମ। ଆବର ଗୁଣ ଅଛି ଯେତେ ଉଦ୍ଧବ ଶୁଣ ଏକ ଚିତ୍ତେ। ସ୍ମରଣ କୀର୍ତ୍ତନ ଶ୍ରବଣ ଯେ ମୋର ଧର୍ମ ଆଚରଣ। ସର୍ବ ସମର୍ପି ମୋର ପାଦେ ସଂସାରୁ ତର ଅପ୍ରମାଦେ। ଏ ରୂପେ ଉପାସନା କର ନିଶ୍ଚେ ଲଭିବୁ ପୟର। ସାଧୁଙ୍କ ସଙ୍ଗ କର ନୀତି ଲଭିବୁ ନିର୍ମଳ ଭକତି। ଭକତି କରି ଶୁଦ୍ଧ ଚିତ୍ତେ ଜ୍ଞାନ ଲଭିବୁ ତୁ ସାକ୍ଷାତେ। ଜ୍ଞାନେ ସଂସାରୁ ହେବୁ ପାର ଶୁଣି ଉଦ୍ଧବ ଯୋଡ଼ି କର। ବୋଲ ଏ କୃଷ୍ଣ ମୁଖ ଚାହିଁ ବନାଥ କର ମତେ ତ୍ରାହି। ମୁଁ ତୋର ଚରଣେ ଶରଣ କହତ ଭକତି ଲକ୍ଷଣ। କି ରୂପେ ଭକତଙ୍କୁ ଜାଣି ଭକତି କି ରୂପେ ପ୍ରମାଣି। ତୁ ପରିପୂର୍ଣ୍ଣ ବ୍ରହ୍ମସାର ସ୍ୱଭାବେ ପ୍ରକୃତି ରୂପର। ଭକତ କରେ ତୋତେ ବଶ ତାର ରକ୍ଷଣେ ତୋ ପ୍ରକାଶ। ଭକତ ହିତେ ତୋର ତନୁ ଏଣୁ ଭକତ ବାକ୍ୟ ମାନୁ। ଅନାଦି ପ୍ରଭୁ ଭଗବାନ ପ୍ରଣତ ଜନର ପ୍ରାଳନ। ତୁ ପରିପୂର୍ଣ୍ଣ ବ୍ରହ୍ମ ରାଶି ତୁ ଏ ସଂସାର ମଧ୍ୟ ପଶି। ସକଳ ତୋହର ବିୟାଣ ଏଣୁ ତୁ ପରମ କାରଣ। ଭକତି ଲକ୍ଷଣ ଯେମନ୍ତେ ଜାଣିବି କହ ଦୟା ଚିତ୍ତେ। ଭକ୍ତ ଲକ୍ଷଣ ମତେ କହ ଯେଣେ ଖଣ୍ଡିବ ମାୟା ମୋହ। ଶିବୋବାଚ ସାଧୁଙ୍କ 30 ଲକ୍ଷଣ ଉଦ୍ଧବ ସାବଧାନେ ଶୁଣ। ସମଦର୍ଶୀ ସତ୍ୟସାର ଶୁଦ୍ଧ ବିବେକ ମତ ଯାର। ଦ୍ରୋହ ବର୍ଜିତ ଶାନ୍ତିପର ତ୍ୟାଗ ସ୍ୱଭାବ ମହାଧୀର। କୃପାଳୁ ସର୍ବଲୋକ ହିତ ଶୁଚି ଦରିଦ୍ର ଦୃଢ଼ ବ୍ରତ। ଅଳ୍ପ ଭୋଜନ ଧର୍ମେ ସ୍ଥିର ମୃତ୍ୟୁ ପ୍ରସନ୍ନ ଧୃତିଶୀଳ। ସୁକଲ୍ୟ ଅମାନି ମାନଦ କବି ମୈତ୍ର ଶୁଦ୍ଧ ବୋଧ। ଜିତ ଷଡ୍ଗୁଣ ଅପ୍ରମାଦୀ ଗଭୀର ଚେତ ଧୀର ବୁଦ୍ଧି। ଏ ଆଦି ସପ୍ତବିଂଶ ଗୁଣ ବିଶେଷେ ମୋହର ଶରଣ। ଏବେ ଏତେ ଲକ୍ଷଣ ଲଖିଚହି ନିଶ୍ଚୟ ବୈଷ୍ଣବଟି ସେହି। ମୁଁ ବେଦ ରୂପେ ଅଛି ଭଣି ଧର୍ମ ଅଧର୍ମ ପରିମାଣି। ତହିଁରେ ଦୋଷ ଗୁଣ ଯେତେ ନିଶ୍ଚୟ କରି ଶାସ୍ତ୍ର ମତେ। ସକଳ ଧର୍ମ ସେ ତେଜି ଚିତ୍ତେ ଯେ ମତେ ଭଜେ ଦୃଢ଼ ମତେ। ସେ ପ୍ରାଣୀ ଭକତା ଉତ୍ତମ କହିଲେ ପୁରୁଷ ଉତ୍ତମ। ଜାଣି ମୋ ମହିମା ଭକତି ଭକତ ଉତ୍ତମ। ବିଚାରି ସର୍ବଧର୍ମ ତେଜି ମତେ ଏକାନ୍ତ ଭାବେ ଭଜି। ମୋର ମଧୁର ରୂପ ଦେଖି ସକଳ ସୁନ୍ଦର ଉପେକ୍ଷୀ। ବେଗେ କରିବ ଦର୍ଶନ ସ୍ପର୍ଶନ ଅର୍ଚ୍ଚନ ବନ୍ଦନ।
नाना प्रकारे सेवा जेते भावे करिब शुद्ध चित्ते मोर अमृत कथा सार श्रवणे श्रद्धा नित्य जार मो रूप ध्याने दृढ़ मति सकल मते समर्पन्ति सेवक भावे आत्मा मन मो पादे करे निवेदन मो जन्म कर्मर कथन मोर सर्वे दृढ़ मन नाना सुवाद्य नृत्य गीते कीर्तन करी मो अग्रते गोष्ठी करिब बहु मिली मो घरे देई दीपावली आनंदे करी महोत्सव दिवस रजनी बंचिब मोहर यात्रा सर्वा पर्वे विधि विधान यथा पूर्वे जेवा वैदिक दीक्षा मान करिब मंत्र तंत्र ध्यान वैष्णव लक्षण मो व्रत से रूपे थिब दृढ़ चित गृहे स्थापिब रूप मोर अति पवित्र मनोहर आपणा हस्ते निर्माणिब मोहिले परे कराइब नाना कुसुम वन रूपी सुसाधु फल वृक्ष स्थापी मार्जनी धरी निज कर मार्जना करिब मो पुर गोमये लिपिब मो घर नाना मंडले मनोहर सेवक परि गृहे दाण्डे लेखिब नाना चूर्ण बिंडे मोर मंदिर मनोहर करिब विचित्र संस्कार ए आदि पुण्य कर्म जेते साधिब गृहारंभ मते मन कैबत दम्भ चितेन करिब आरंभ मो प्रीति अर्थे कर्म करी मोर चरण चिते धरी जे पुण्य आपणे करिब केबे हे परे न कहिब जे दीप मते समर्पिब तान काज न जानिब पुणी जा अन्य भोग देव ता मते केबे हे न देव जे द्रव्य मते समर्पिब पुणी ग्रहण न करिब मो द्रव्य अधिकार जेते केबे हे न कल्पिब चिते आत्मार प्रिय वस्तु जेते उत्तम वस्तु जे जगते जेबा मिलिब अकस्माते आनंदे समर्पिब मते मोर प्रसन्ने तार फल होइब अनंत निश्चल मते पूजिब जेते स्थाने उद्धव शुण सावधाने गुरु ब्राह्मण बण रवि गगन पवन पृथ्वी जल वैष्णव आउ अग्नि आत्मा सहित सर्व प्राणी उद्धव पूजा स्थान मोर ए रूपे अटंती 11 ଯାହାକୁ ଯେମତେ ବୁଝିବ କହିବା ଶୁଣ ହେ ଉଦ୍ଧବ ଶୀତଳ ଜଳ ତୃଣ ଦାନେ ଗୁରୁଙ୍କୁ ବୁଝିବ ଗୋସ୍ଥାନେ ଅତିଥି ମତେ ନାନା ଦ୍ରବ୍ୟ ବିପ୍ରେ ବୁଝିବ ବିଷ୍ଣୁ ଭାବେ ପବିତ୍ର ଦ୍ରବ୍ୟ ପୁଷ୍ପ ଅଜ୍ଞ ରବି ପୂଜିବ ବେଦ ମାର୍ଗେ आकाश वर्ण हृदय धरी ध्याने पूजिब नर हरि प्राण पवन समाधाने उद्धव पूजिब पवने भूमि पूजिब मंत्र तंत्रे संस्कार विधि भेद मते जले पूजिब मते भावे विविध जलमय द्रव्य वैष्णव आणी निज स्थाने अन्न भोजन जल पाने अभिगमन अनुजाने बुझिब इष्ट बंधु जेने आरंभी संस्कार अनळे गृह इंधन चरुतेळे अग्नि बुझिब मोर ध्याने निर्मल निश्चल भुवने आत्मा को आत्मा रूपे ध्याई बुझिब नाना भोग देई सकल भूते मु बसई अंतरे अंतर्जामी होई एणु अनंत रूपे मते ध्याने बुझिब सर्वभूते ए विधि मते नाना ठावे मते बुझिब प्रिय भावे जेते कहिली पूजा स्थाने मते बुझिब ए विधाने नीलजी मुक्त कले बर राजीव लोचन सुंदरम शंख नलिन चक्र ग्रता चतुर्भुजे सोहे सदा सुगंध वनमाला कर्णे कंठे रत्न में कला कटी तटे रावणे मकर कुंडल जेसने आकाश मंडल रवि शशांक विराजई हेमंत ध्याने मन देई ए विधि मते पूजा करी मो रूप मने अवधारी मो भावे थिब निरंतरे शुण उद्धव कहूँ तोरे तीर्थक मन यज्ञ दान कूप
ତଡ଼ାଗ ଦେବସ୍ଥାନ ଏ ଆଦି କର୍ମ କରି ଯେତେ ମୋ ପାଦେ ସମର୍ପିବ ନିତ୍ୟ ରୂପେ ପୂଜି ମୋ ଚରଣେ ଲବି ଭକତି ଦୃଢ଼ ମନେ ନିରୋଧେ ଦିବ ସାଧୁ ସଙ୍ଗେ ନିର୍ମଳ ଭକ୍ତି ଯୋଗ ମାର୍ଗେ ଏ ଭାବେ ପ୍ରାଣୀ ମୋତେ ପାଇ ଏ ବିନୁ ଅନ୍ୟ ଗତି ନାହିଁ ଏଣୁ ତୁ ମୋର ନିଜ ଦାସ ତେଣୁ କହିଲି ଉପଦେଶ ଆଉ କହିବି ମୁହିଁ ତୋତେ ଶୁଣ ଉଦ୍ଧବ ଏକ ଚିତେ ବୋଲ ଏଇ ଦାସ ଜଗନ୍ନାଥ ସୁଜନେ ଚିନ୍ତ ଭାଗବତ କୃଷ୍ଣ ବଚନ ଏକାଦଶେ ଯେ ଅବା ଉଦ୍ଧବେ ପ୍ରକାଶେ ସୁଜନେ ଶୁଣି କର୍ଣ୍ଣ ପୁଟେ ତରିବ ସଂସାରୁ ନିକଟେ इति श्रीमद्भागवते महापुराणे पारमहंस्यां संहितायां एकादश स्कन्धे द्वादशोऽध्यायः। जय श्री माधव जय श्री माधव जय श्री सत्यानंद माधव।